ଜୟ ଜଗନ୍ନାଥ ପିଲାମାନେ, ତୁମମାନଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ଡିବି ଭିଡିଓ ଲାଇବ୍ରେରୀରେ। ତ ଆଜିର ଏଇ ଭିଡିଓରେ ଆମେ ଡିସ୍କସ୍ କରିବା ମୟୂର ଉପରେ ଯେଉଁ ଜୈବ ବିବିଧତା ଗୋଟେ ପ୍ରୋଜେକ୍ଟଟା ଆମ ସବସ୍କ୍ରାଇବର କମେଣ୍ଟ କରିଥିଲେ। ତ ସେଇଟା ଆଜି ଆମେ ଡିସ୍କସ୍ କରିବା। ତ ଭିଡିଓ ଷ୍ଟାର୍ଟ କରିବା ପୂର୍ବରୁ ମୁଁ କହି ରଖେ ଯେଉଁମାନେ ବି ଆମ ଚ୍ୟାନେଲରେ ନୂଆ ହେଲା ସେମାନେ ଜଲ୍ଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିନେ, ଯାହାଫଳରେ କି ତୁମମାନଙ୍କୁ ଏହିପରି ଭିଡିଓର ଅପଡେଟ୍ ଆଗକୁ ମିଳିପାରିବ। ହେଲା କି ଆମର ଏଇ ଚ୍ୟାନେଲରେ ସବୁଯାକ ପ୍ରୋଜେକ୍ଟ ଗୁଡ଼ାକ ଅପଡେଟ୍ ହେଉଛି, ହେଲା କି ଅପଲୋଡ଼ ହେଉଛି। ସେଗୁଡ଼ା ସବୁ ତୁମମାନେ ଯଦି ତୁମେ ସ୍କୁଲରେ ବି ଦେଖେଇବ ତ ତୁମମାନଙ୍କୁ ଫୁଲରୁ ଫୁଲ ମାର୍କ ମିଳିବ, 20 ମାର୍କ। ହେଲା, ତ ଚାଲ ଭିଡ଼ିଓଟିକୁ ଡେରି ନକରି ଷ୍ଟାର୍ଟ କରିଦେବା। ତ ଯଦି ଭିଡ଼ିଓଟି ମଝିରେ ଭଲ ଲାଗିଥିବ ହେଲା ତାହେଲେ ସବସ୍କ୍ରାଇବ କରିନେବ, ଆଉ ଚ୍ୟାନେଲକୁ ଲାଇକ୍ କରିଦେବ, ତୁମ ସାଙ୍ଗମାନଙ୍କୁ ସେୟାର କରିବ। ହେଲା, ତ ଦେଖ ପ୍ରଥମେ ଏଇଟା ହେଲା ଫ୍ରଣ୍ଟ ପେଜଟା ଏଇଟା ଯାଇଥିଲା। ତ ଫ୍ରଣ୍ଟ ପେଜ ପରେ ଏଇଟା ଉପକ୍ରମ ହେଲା। ଉପକ୍ରମରେ ତ ଲେଖିଦେବ। ଉପକ୍ରମ ଲେଖି ସାରିଲା ପରେ ଏଠି ତୁମ ଗୋଟେ ଚିତ୍ରଟେ କରିଦେବ। ହେଲା, ତ ଏଠି ଦେଖିପାରୁଥିବ ମୟୂରର ଜୈବ ଉପରେ ଆମର ଉପସ୍ଥାପନାକୁ ସ୍ୱାଗତ। ମୟୂର ନିଜର ଚମତ୍କାର ସୌନ୍ଦର୍ଯ୍ୟ ଏବଂ ଆକର୍ଷଣୀୟ ଆଚରଣ ପାଇଁ ପ୍ରସିଦ୍ଧ। ଆଜି ଆମେ ଆଇକନିକ୍ ପକ୍ଷୀ ପ୍ରଜାତି ମଧ୍ୟରେ ଥିବା ସମୃଦ୍ଧ ବିବିଧତାକୁ ଅନୁସନ୍ଧାନ କରିବୁ। ହେଲା, ଏଇଟା ଥିଲା ତାର ଇଏ। ତାପରେ ମୟୂରର ବର୍ଗୀକରଣ, ଏଇଟା ଟୋଟାଲ ଯାହା ବି ଡେଟା ଅଛି ତ ଏଗୁଡ଼ା ସବୁଯାକ ଆମେ ଗୁଗୁଲରୁ ସର୍ଚ୍ଚ କରିକି ଟ୍ରାନ୍ସଲେଟ୍ କରିକି ଲେଖିଛୁ। ହେଲା କି, ତ ଏଠୁ ତୁମମାନେ ଦେଖିପାରୁଥିବ ଏଗୁଡ଼ା ଟିକେ ଟିକେ ଇଂଲିଶ ମିଶା ଅଛି। ତ ସେଗୁଡ଼ା ସେମିତି ବି ଲେଖିଦେଲେ କିଛି ଅସୁବିଧା ନାହିଁ। ହେଲା, ତ ଏଗୁଡ଼ା ଯାହା ବି ଲେଖା ହେଇଛି ସେମ୍ ଟୁ ସେମ୍ ଲେଖିଦେବ। ତାପରେ ଏଇଠି ଗୋଟେ ଚିତ୍ରଟା ଲଗାଇଦେବ, ଯାହାଫଳରେ ତୁମର ଯେଉଁ ପ୍ରୋଜେକ୍ଟଟା ସୁନ୍ଦର ଟିକେ ଦେଖାଯିବ। ହେଲା, ଆଉ ତାପରେ ଦେଖ ବଣ୍ଟନ ଏବଂ ବାସସ୍ଥାନ। ମୟୂରର ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆର ମୂଳ ବାସିନ୍ଦା ଅଟନ୍ତି। ସେମାନେ ଜଙ୍ଗଲ, ତୃଣଭୂମି ଏବଂ ଚାଷ ଜମି ସମେତ ବିଭିନ୍ନ ବାସସ୍ଥଳୀରେ ବାସ କରନ୍ତି। ଭାରତରେ ସାଧାରଣତଃ ଭାରତୀୟ ମୟୂର ଦେଖିବାକୁ ମିଳୁଥିବା ବେଳେ ମିଆଁମାର, ଥାଇଲାଣ୍ଡ ଏବଂ ଇଣ୍ଡୋନେସିଆ ଭଳି ଦକ୍ଷିଣ ପୂର୍ବ ଏସୀୟ ଦେଶମାନଙ୍କରେ ସବୁଜ ମୟୂର ଦେଖିବାକୁ ମିଳେ। ହେଲା, ତାପରେ ଏଇ ଯେଉଁ ଚିତ୍ରଟା ଦେଇଛି ପିଡିଏଫ୍ଟା ମୁଁ ତୁମକୁ ଟେଲିଗ୍ରାମରେ ସେୟାର କରିଦେବି, ତୁମେ ସେଠୁ ପ୍ରିଣ୍ଟ ଆଉଟ୍ ବି କାଢ଼ିପାରିବ। ହେଲା, ତ ଏଇଟା କେଉଁଠି କେଉଁ ମୟୂର ରହୁଛନ୍ତି ସେଗୁଡ଼ା ସବୁ ଚିହ୍ନା ହେଇଯାଇଛି। ହେଲା କି, ଏଇଟା ଆମର ଭାରତରେ କେଉଁଠି କେଉଁଠି ଅଛି, ଏଇଠି ସବୁ ଟିକି ଟିକି ଇଏରେ ଶୋ କରାଯାଇଛି। ହେଲା, ଏଗୁଡ଼ା ସବୁ ଦେଖିପାରୁଥିବ ମୟୂର ଏଇ ଜାଗାରେ ଅଛନ୍ତି। ହେଲା, ତାପରେ ଶାରୀରିକ ବୈଶିଷ୍ଟ୍ୟ। ହେଲା, ମୟୂର ନାମରେ ପରିଚିତ ପୁରୁଷ ମୟୂର। ଆମର ଯେମିତି ଗଞ୍ଜା ଥାଏ, ଆଉ ପୁରୁଷ କୁକୁଡ଼ାକୁ ଆମେ କ'ଣ କହୁ ଗଞ୍ଜା, ତାପରେ ମାଇ କୁକୁଡ଼ାକୁ ପେଣ୍ଠି କହୁ, ସେଇ ଟାଇପ୍ର ଏମିତି ଏଠି ବି ଅଛି ମୟୂର। ହେଲା, ମୟୂର ନାମରେ ପରିଚିତ ପୁରୁଷ ମୟୂର, ସେମାନଙ୍କ ଆକର୍ଷଣୀୟ। ଏଇଟା ପଣସ ହେଇଯାଇଛି, ଏଇଟା ଟିକେ ମିଷ୍ଟେକ୍ ହେଇଯାଇଛି। ଏଇଟା କ'ଣ କରିବ କହିଲ, ତାଙ୍କର ଯେଉଁ ପର ହେଲା ପର ଏବଂ ଲେଜ୍ ପଖ ତାର ଯେଉଁ ପରରେ ରଙ୍ଗ ବେରଙ୍ଗ ହେଇଥାଏ ତାକୁ ଲେଜ୍ କହନ୍ତି। ପ୍ରସିଦ୍ଧ ମୟୂରର ରଙ୍ଗୀନ ପଙ୍ଖ ପ୍ରକୃତରେ ଲମ୍ବା ଉପର ଲେଜ୍ ଆଚ୍ଛାଦନ ଅଟେ। ଲେଜ୍ ଏଇ ଯେଉଁ ଦେଖୁଛ, ଏଇ ଯେଉଁ ଏଇଗୁଡ଼ାକ ସବୁ ହେଲା କି, ଦେଖିପାରୁଥିବ ଏଇ ଯେଉଁଗୁଡ଼ାକ ସେଗୁଡ଼ା ଲେଜ୍ କୁହନ୍ତି। ହେଲା, ଏଗୁଡ଼ା ଲେଜ୍। ତାପରେ ଦେଖ ଏଠି ଟିକେ ମିଷ୍ଟେକ୍ ହେଇଯାଇଛି, ଏଇଟା ଏଠି ଲେଖିଦେବ ମାଇ ମୟୂର। ହେଲା, ଏଇଟା ଲେଖିବନି, ଆଚ୍ଛାଦନ ଅଟେ। ତାପରେ ଏଇଟା ଆକ୍ଚୁଆଲି ମଟର ଯେଉଁ ହେଇଯାଇଛି, ଏଇଟା ତାର ଯେଉଁ ଇଂଲିଶରେ ନାଁ ଥିଲା, ସେ ମଟରଟାକୁ ଚେଞ୍ଜ ହେଇଯାଇଛି ଏଠି। ବୁଝିପାରିଲ କି, ମଟରଟା ଚେଞ୍ଜ ହେଇଯାଇଛି ଏଠି। ତ ସେ ମଟରଟାକୁ ଟ୍ରାନ୍ସଲେଟ୍ କରିକି ଦେଖିବା କ'ଣ ଅଛି। ତ ଏଇଠି ଦେଖିପାରୁଥିବ ଏପଟେ ମୁଁ ଏଇଠି ଦେଖୁଛି, ଏଇ ଯେଉଁଟା ଏଠି ମଟର ମୁଁ ଯେତେବେଳେ ଟ୍ରାନ୍ସଲେଟ୍ କରୁଛି କ'ଣ ହେଉଛି ଦେଖିପାରୁଥିବ ତ। ହେଲା, ତ ମଟର ଏଇଟା କ'ଣ ହବ ନା, ଏଇଟା ତମର ପିସ୍ ଥିଲା,
ये मटर एगुटाक टे चेंज ये लिखिदेव पीस है पीस नामक जो आमर कौन से मयूर है पीस नामक मयूर तापर देखा है पीस नाम परिचित माई मयूर रे सबुज बादामी रंगर मिश्रण रही है पीस लिखिदेव पीस है तापर मिलन आचरण है से बिहान ये पीस मानकर है माने मयूर लिखिदेव ये जोटा देती पीस एठी लिखिव है पीस नाम परिचित माई मयूर एठी लिखिव बिहान माने मयूर माने जो पेठी माई मयूर को कहुए है माई मयूर को कहुए मान आकृष्ट करने यहाँ तुम लिखिथ है टोटालटा लिखिदब है केते कौन अंडा दिखती है एटा तुम स्क्रीनशॉट जब चाहो उठे नहीं पार है चित्रटा लगेदव तापर खाद्याभ्यास है गुड़ा सब लिखिदब आज जदि भी किसी डाउट थी मत टेलीग्राम पचारि पार है मयूर सर्वमुखी विभिन्न प्रकार खाद्य पदार्थ कीटपतंग और क्षुद्र प्राणी मान खाई दिखती से खाद्य शस्यर मंजी फल कीटपतंग एपरिक छोट सरीसृप कि उभय जीवी रही है से निज मजबूत चंचु व्यवहार कर खाद्य सामग्री को चापिबा माटी में बुलूं है माने चापी चिपिया माने खाइबा है ये चेंज करदेव खाइबा है खाइबा तापर देख इकोसिस्टम गुरुत्व मयूर उभय शिकारी एवं शिकार भाव में परिवेश एक गुरुत्वपूर्ण भूमिका ग्रहण करें कीट संख्या विशेषकर फसल क्षतिकार पोक को नियंत्रण कर शिकार भाव से शिकार बड़ पक्षी एवं बड़ बिले पर शिकारी द्वारा शिकार करती जहाँ शिकारी शिकार गतिशीलता संतुलन सहायक होता है तापर विपद संरक्षण स्थिति है गोटे रंगटा चेंज कर देखिए सुविधा हम यार सांस्कृतिक महत्व एवं लोकप्रियता सत्वे मयूर बासस्थान नष्ट एवं शिकारी और शिकार समेत विभिन्न विपदर सम्मुखीन होती आईयूसीएन रेड लिस्ट रे भारतीय मयूर सर्वनिम्न चिंता भाव तालिकाभुक्त बासस्थान नष्ट एवं बेआईन वाणिज्य कारण सबुज मयूर को विपदग्रस्त भाव में श्रेणीभुक्त संरक्षण प्रयास तो यहाँ जो देखो ओडिया यहाँ तुमको आनी इंग्लीश रे है इंग्लीश रे आनले तुम मान सुविधा हम मार्क भी मिले है यहाँ भी यहाँ तुम ओडिया टी माने भल कि बुझे बाझे लिखो तुमको मार्क 100% मिल है केते परसेंट ना 100% तुमको मार्क मिले बुझिपारे शिकार विरोधी पदक्षेप एवं जनसचेतनता अभियान अंतर्भुक्त है अनेक संगठन एवं वन्यप्राणी कर्तृपक्ष बासस्थान पुनरुद्धार एवं गोष्ठी संपृक्ति माध्यम मयूर जनसंख्या साधारण संरक्षण कार्य करती से दीर्घकालीन बचापी मयूर महत्व एवं विषय बासस्थान विषय स्थानीय समुदाय को सचेतन करने जरूरी अटे है यहाँ देखिए गोटे माने जो छत्तीसगढ़ रे एटा माने करा जायछि मयूर मानकर अभयारण्य है तापर देख तो हाइपोथिएसिस है हाइपोथिएसिस माने तमर जो अनुसंधान मूलक प्रश्न उत्तर है ये देखिए मयूर अत्यधिक लेज पखर मूल उद्देश्य कौन यहाँ हूँ साथी को आकृष्ट करने समय ऋतु मयूर मैंने परस्पर सह किपरि जोगाजोग करती नृत्य करी से चमक प्रदर्शन करी तार जो डेणा है तापर मयूर वैज्ञानिक नाम कौन ना पाभो क्रिस्टास है क्रिस्टाटस तापर मयूर लांज पंख केते दिन बढ़ी पारे है
କେତେ ବଢିପାରେ ହେଲା, କେତେ ଦିନ ନୁହଁ ଏଇଟା କେତେ ବଢିପାରେ। ଏଇଟା ହବ 9 ଫୁଟ ବା 270 ସେଣ୍ଟିମିଟର। ତାପରେ ପୃଥିବୀର କେଉଁ ଅଞ୍ଚଳରେ ମୟୂର ସାଧାରଣତଃ ଜଙ୍ଗଲରେ ଦେଖିବାକୁ ମିଳେ? ଏଇଟା ହବ ଦକ୍ଷିଣ ଏସିଆ ହେଲା, ଏଇଟା ହବ ଦକ୍ଷିଣ ଏସିଆ। ତ ଏତିକି ସରିଗଲା ଆମର ହାଇପୋଥେସିସ୍ କୋଶ୍ଚିନ୍। ତାପରେ ଏଇଟା ସିଦ୍ଧାନ୍ତ। ଶେଷରେ ମୟୂର ପକ୍ଷୀ ପ୍ରଜାତି ମଧ୍ୟରେ ଜୈବ ବିବିଧତା ର ସୌନ୍ଦର୍ଯ୍ୟ ଏବଂ ଜଟିଳତାକୁ ଉଦାହରଣ ଦେଇଥାଏ। ଏହି ମହାନ ପକ୍ଷୀମାନଙ୍କୁ ବୁଝିବା ଏବଂ ସଂରକ୍ଷଣ କରି ଆମ ଜୈବ ବିବିଧତାର ସଂରକ୍ଷଣ ଏବଂ ଆମ ପରିବେଶର ସ୍ୱାସ୍ଥ୍ୟରେ ଯୋଗଦାନ କରିପାରିବା ହେଲା। ଏଇଟା ଲାଷ୍ଟକୁ ଏମିତି ଗୋଟେ ପିକ୍ଚର ଲଗେଇଦବ ଆଉ ଧନ୍ୟବାଦ ହେଲା। ତ ଯଦି ତୁମମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ ତ ଗୋଟେ ଲାଇକ୍ କରିଦବ ହେଲା, ଲାଇକ୍ କରିଦବ ଆଉ ଚ୍ୟାନେଲକୁ ଆମର କଣ କରିବ, ଚ୍ୟାନେଲକୁ ସବସ୍କ୍ରାଇବ କରିଦବ ହେଲା। ଯେତେ ଶୀଘ୍ର ତମେ ପାରିବ ସବସ୍କ୍ରାଇବ କର ଏବଂ ତୁମ ସାଙ୍ଗମାନଙ୍କୁ ମଧ୍ୟ ସେୟାର କର ହେଲା। ତୁମ ସାଙ୍ଗମାନଙ୍କୁ ସେୟାର କଲେ ସେମାନେ ମଧ୍ୟ ଏଟାକୁ ପାଇକି ଉପକୃତ ହେଇପାରିବେ ହେଲା। ତ ଆଜି ପାଇଁକି ଏତିକି, ରହୁଛି, ଜୟ ଜଗନ୍ନାଥ।